ସିଜିମାଳି ଖଣି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳବାସୀଙ୍କ ଭବାନୀପାଟଣାରେ ବିଶାଳ ପଦଯାତ୍ରା ସହ ଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀପତ୍ର ପ୍ରଦାନ। ସିଜିମାଳି ପ୍ରଭାବିତ ଥୁଆମୁଲ ରାମପୁର ବ୍ଲକର 24 ଗୋଟି ପଞ୍ଚାୟତର 300ରୁ ଉର୍ଦ୍ଧ୍ୱ ଗ୍ରାମରୁ ପ୍ରାୟ 15,000ରୁ ଉର୍ଦ୍ଧ୍ୱ ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା ସହ ସିଜିମାଳି ଖଣି ଖନନ ନିମନ୍ତେ ଆଜି ଶନିବାର ଅପରାହ୍ନ 1ଟାରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାୟୀପତ୍ର ପ୍ରଦାନ କରିଛନ୍ତି। ଅଞ୍ଚଳବାସୀ କହିଛନ୍ତି ଯେ କମ୍ପାନୀ ହେଲେ ଅଞ୍ଚଳର ଆର୍ଥିକ, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ନିଯୁକ୍ତି ଓ ଧାର୍ମିକ କ୍ଷେତ୍ରରେ ବିକାଶ ହେବ। ଲୋକେ ଦାଦନ ଯିବେ ନାହିଁ, ନିଜ ଅଞ୍ଚଳରେ ରହି କାମ କରିପାରିବେ, ରୋଜଗାର ପାଇପାରିବେ। ଶୁଣିବା ପ୍ରତିକ୍ରିୟା। ଆଜ୍ଞା ଦେଖନ୍ତୁ, ଥୁଆମୁଲ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ। ଆଜି ଆମେ ଧନୀ ଥାଇକି ଗରିବ ଅବସ୍ଥାରେ ଭୋଗୁଛୁ। ଧନୀ ମାନେ କ'ଣ, ଥୁଆମୁଲ ରାମପୁର ବ୍ଲକରେ ଖଣିଜ ସମ୍ପଦ ଭରପୁର ହେଇକି ଅଛି, କିନ୍ତୁ ସେ ଖଣି ଖନନକୁ ଆମେ ପାହାଡ଼କୁ ଦେଖି ଦେଖି ଆମେ ଏମିତି କେତେ ଦିନ ଆମେ ଗରିବ ହେଇକି ଭୋକରେ ରହିବା। ତେଣୁ ସରକାରକୁ ଆମେ ନିବେଦନ କରୁଛୁ କି ସିଜିମାଳି ଖଣି ଯେଉଁ ଅଛି ତାଙ୍କୁ ତୁରନ୍ତ ଖନନ କରିବାକୁ ଅନୁମତି ଦିଆଯାଉ ଏବଂ ସେହି ଅଞ୍ଚଳର ଥୁଆମୁଲ ରାମପୁର ବ୍ଲକର ତଥା ପେରି କଳାହାଣ୍ଡି ଜିଲ୍ଲା ସାରା ଯେ ଡେଭଲପମେଣ୍ଟ କରିବା ପାଇଁ ଆମେ ସରକାରକୁ ଗୋଟେ ନିବେଦନ କରୁଛୁ ଏବଂ ଯେଉଁ ଟେଣ୍ଡର ପାଇଛି ମୈତ୍ରୀ କମ୍ପାନୀ ଖଣି ଖନନ କରିବା ପାଇଁ, ସେ ମୈତ୍ରୀ କମ୍ପାନୀକୁ ତୁରନ୍ତ ସିଜିମାଳି ଖନନ ଅନୁମତି ଦେବା ପାଇଁ ଆମେ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରକୁ ନିବେଦନ କରୁଛୁ।